Audio Jungle. ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ରମ୍ଭାରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳନ। ରମ୍ଭା ଉତ୍କଳ ସଙ୍ଗୀତ ପୀଠ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରମ୍ଭା ପରିସରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ 2026 ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ମହାସମାରୋହରେ ପାଳନ ହୋଇଯାଇଛି। ସକାଳେ ଅତିଥିମାନଙ୍କ ଦ୍ୱାରା ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠ ଦିବ୍ୟ ମଞ୍ଚରେ ଅବସ୍ଥାପିତ 41 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସହିତ ପାନ୍ଥନିବାସ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଗୋପବନ୍ଧୁ ଛକରେ ଗୋପବନ୍ଧୁ ଦାସ ଏବଂ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ରମ୍ଭା ଗାନ୍ଧୀ ଶ୍ରୀନିବାସ କବିରତ୍ନଙ୍କ ପ୍ରତିମୂର୍ତ୍ତି ଉତ୍ତରୀୟ ଓ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ରମ୍ଭା ଏନ୍ଏସିର ଚେୟାରମ୍ୟାନ୍ ଶ୍ରୀମତୀ ମାନସୀ ସ୍ୱାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ପ୍ରାକ୍ତନ ନଗରପାଳ ସମାଜସେବୀ ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡକ୍ଟର ପ୍ରଭାକର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରମ୍ଭା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଶାଲତା ଚରମାଳା, ମହେଶ୍ୱର ବରାଡ଼, ପ୍ରସାଦ ରାଓ ପୃଷ୍ଟି, ଅବଦୁଲ କଲାମ ଜନକଲ୍ୟାଣ ଟ୍ରଷ୍ଟ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଇଞ୍ଜିନିୟର ଅମୂଲ୍ୟ ସେନାପତି, ନରସିଂହ ସୁବୁଦ୍ଧି, ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା, ଆବାହକ ବିଜୟ କୁମାର ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ଦୋରା, ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ବିଷ୍ଣୁପ୍ରସାଦ ଦାସ, ସମ୍ମାନିତ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଗୋପୀନାଥ ଦାସ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳୀୟ ବରପୁତ୍ରମାନଙ୍କ ଗାରିମାମୟ ତ୍ୟାଗ, ବଳିଦାନ ଓ ତିତିକ୍ଷା ଉପରେ ଆଲୋକପାତ କରିଥିଲେ। ମଞ୍ଚ ସମ୍ମୁଖରେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସଙ୍କ ସମେତ ବହୁ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହିତ ବରପୁତ୍ରମାନଙ୍କ ଉତ୍ତରାଧିକାରୀମାନେ ଯୋଗଦେଇ ଆଦିପୀଠ ରମ୍ଭାରେ ଆୟୋଜିତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ପିଏମ୍ ଶ୍ରୀ ରମ୍ଭା ସରକାରୀ ହାଇସ୍କୁଲ ଦ୍ୱାରା ବିଦ୍ୟାଳୟର ମୁଖପତ୍ର ଲକ୍ଷ୍ୟବାହୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରକୃତିବନ୍ଧୁ ପଞ୍ଚାନନ ଖଟୁଆ ଓ ପ୍ରକୃତିବନ୍ଧୁ ଶେଷଦେବ ବେହେରାଙ୍କ ସଂଯୋଜନାରେ ଉଚ୍ଚ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ଓଡ଼ିଆ ସଂସ୍କୃତି ସମ୍ପନ୍ନ 2ଗୋଟି ଓଡ଼ିଶୀ ନୃତ୍ୟ ସଭିତ କବି ପ୍ରହ୍ଲାଦ ବେହେରାଙ୍କ ସଂଯୋଜନାରେ 50ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ଶେଷରେ ଅବଦୁଲ କଲାମ ଟ୍ରଷ୍ଟର କୁନି ପ୍ରତିଭା ଅଭିଲିପ୍ସା ପଣ୍ଡା ଓ ଶୁଭଲକ୍ଷ୍ମୀ ଦାସଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବିମୋହିତ ହୋଇଥିଲେ। ରମ୍ଭାରୁ ସୁମିତ ପଟ୍ଟନାୟକ।